মরিব ঘোড়াবতী নিশ্চয় আজ মরিব। ମକର କୋଠରୀରୁ କିଏ ତମକୁ ରକ୍ଷା କଲା? କେମିତି ବାହାରିଲ ତୁମେ? সেই ଅଂଶୁମାନ 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 ଏ ନାଁଟା ଶୁଣିଦେଲେ ମୋ ଦେହରେ ନିଆଁ ଲାଗିଯାଉଛି। କୁଆଡ଼େ ଗଲା ସେ ଜାଳ ଚଛୁଆ? ଘୋଡ଼ାବତୀ ମାରିଦେବି। ଏଇଟା ମଧ୍ୟ ଆଜି ମରିବ। ଆଗ ତତେ ମାରିବି, ତାପରେ ପିତାମହ ମାରିଦେବି। এইখানে রহিতা পার্বতী এইখানে কিপরি বঞ্চিব ସେହି ମାର୍ଗଟା ଖୋଜିଲେ ପାର୍ବତୀ, ସେହି ମାର୍ଗଟା ଖୋଜିଲେ। କାଲା ଚିପି ଦେଲେ ଦୁଧ ବାହାରେ। ସାମାନ୍ୟ ମେଞ୍ଚର ଛୁଆକୁ ବୋପା ମାଟା ଠିକ ରଖିବା ଅବୈଧ ମୋ ମୁହଁରେ ଉଚ୍ଚ ସ୍ୱରରେ କଥା କହିଲେ ମୁଁ ପାଦରେ ଦଳି ଦିଏ, ତତେ ମଧ୍ୟ ମୁଁ ଦଳି ଦେବି। ନାଇଁ ପାର୍ବତୀ ନାଇଁ, ତୋହର ଆଶାଟା କେବେ ରହିବ ପୁରା। ତୋହର ମରଣ ଆଜି ଜନ୍ମ ଦେଇଛନ୍ତି ପ୍ରଭୁ ହରିଷୁ। ଏଇ ଯିବି ତୋହରି ଜୀବନ ଆଜି ମୋହରି ହସ୍ତ। ତୋହରି ଲାଗି ମୋ ପିତାମାତା ଭାବୁଛନ୍ତି ନିଷ୍ଠୁର ନିର୍ଯାତନା। ଆଜି ସେ ନିର୍ଯାତନାର ନେବି ମୁଁ ସମ ପ୍ରତିଶୋଧ। ସର୍ବାଦ ଦେବତା ମଣ୍ଡଳୀ ମୋ ପାଦ ତଳେ ଭୋଗିବ କଷଣ। ତୁ ସର୍ବ ଦେବତା ମଣ୍ଡଳୀ ଆସିଲେ ଅର୍ଥ ଏ କଳାବତୀକି ମାରି ପାରିବନି। ସେଦିନ ସମର କ୍ଷେତ୍ରରେ ଲୁଚି ପଡ଼ିଛି, କିନ୍ତୁ ଆଜି ଯିବାକୁ ଦେବ ନାହିଁ ଏକମାନ ଅଂଶୁମାନ। ଲଜ୍ଜା କେବେ ବି ମତେ ଲାଗେନା। ତୁ ମଧ୍ୟ ମେଞ୍ଚର ଛୁଆ ଜାଣିପାରୁନି ନାରୀ ମାୟା ବଢି ଦେବତା ମଧ୍ୟ ବାପା ଲଇ ଜାଣି ମାୟା ଜାଲରେ ଛନ୍ଦି ଦେଇଛି ତମ ସର୍ବ ଦେବତା। କୋଟି କୋଟି କରି ନେବି ପ୍ରତିଶୋଧ କେବଳ ପାର୍ବତୀ ପ୍ରତିଷ୍ଠା ଏକମାନ ଅଂଶୁମାନ ଖଣ୍ଡ ଅବଶ୍ୟ ଆଲୋ ଉଠାତ ରାସ୍ତ ଆଉ ହେଇ ଯାଉଥାଏ ଶକ୍ତିର ପରି। ଆଜି ମୋ ମରିବୁ ତୋହରି କାଳ ପଥରୀରେ ମରିବୁ। ପୁତ୍ର ଅଂଶୁମାନ କଳାବତୀର ଅଙ୍ଗ ସ୍ପର୍ଶ ହେବ ଶକ୍ତିହୀନ। ତାର କେଶ ଧରି ଗୋସାରି ଫିଙ୍ଗି ଦିଅ ନାକ କୁଣ୍ଡକୁ। ଏ ଜାଳ ଛୁଆ ମୋ କେଶ ପୁଣି ଚାହୁଁନି ଲମ୍ପଟି କେଶ ମୋ ମାୟାରେ ତମେ ଛନ୍ଦି ହୋଇ ସାରିଛ ଦେବତା। କୋଟି କୋଟି କରି ପ୍ରତିଶୋଧ ନେବି କେବଳ ପ୍ରତିଶୋଧ। ତତେ କହିଥିଲି ଯା ଯେଉଁ ଦିନ ସମ୍ମୁଖରେ କରିବୁ ପୁନର୍ବାର ମୋହର ସେ ଦିନ ତୋହର ପ୍ରାଣ ହଟାଇ ଦେବି ଧରିତ୍ରୀ ବକ୍ଷରେ। ପଚାରେ ପିତାମହଙ୍କୁ ବର ଜାତି ଦେଇଛନ୍ତି ମତେ ଚକମାଟ ପାତାଳରେ ନହିବେ କେ ସମକକ୍ଷ ନମରିବି କାହାରି ଅସ୍ତ୍ରରେ। ମରିବ ଘୋଡ଼ାବତୀ ତତେ ବର ଦେଲା ବେଳେ କହିଥିଲି ଅଧର୍ମ ଅନ୍ୟାୟ ପଥରେ କେବେ ହେଲେ ନ ଦେବୁ ତୁ ପାଦ। ଯେଉଁଦିନ ଅଧର୍ମ ଅନ୍ୟାୟ ପଥରେ ପାଦ ଦେବ ସେହି ଦିନ ତୋର ହୋଇବ ମରଣ। ଆଜି ଅଧର୍ମ ଅନ୍ୟାୟ ପଥରେ ପାଦ ଦେଇଛୁ ମାନେ ନିଶ୍ଚୟ ମରିବୁ ଘୋଡ଼ାବତୀ, ନିଶ୍ଚୟ ମରିବୁ। ମାନୁଛି ମୁଁ ଅଧର୍ମ ପଥରେ ପାଦ ଥାପିଛି। ହେଲେ ତୁମେ ଦେବତା ଗୁଣ କୁହ ଆଗ ତୁମେ କଣ ଧର୍ମ ପଥରେ ଯାଇଛ? ଛୁଆକୁ ପାଷାଣ ସଜେଇ ମତେ ଦୁନିଆ ଦଣ୍ଡରେ ବିଧବା କରିଦେଲା କଣ ତା ଥିଲା ଧର୍ମ? ତାହେଲେ କୁହ ମୁଁ ତୁମକୁ ପ୍ରତିଶୋଧ ନେବାଟା କଣ ଧର୍ମ? କୁହ ପିତାମହ ମୁଁ କଣ ଅଧର୍ମ ପଥରେ ଗତି କରିଛି? ଯଦି ମୁଁ ଅଧର୍ମ ପଥରେ ଗତି କରିଛି ତାହେଲେ ଆଉ ଥରେ ମୁଁ ଅଧର୍ମ ପଥରେ ଗତି କରିଛି। ମାରିଦେବି ରେ ମାରିଦେବି। ନିଜେ କିପରି ବଞ୍ଚିବୁ ସେହି କଥାଟା ଚିନ୍ତା। ଅଂଶୁମାନ ଆଜି ଏ ଅଂଶୁମାନ ତତେ କେବେ କରିବ ଦେଖିଲୁ ତ ଏ ଅଂଶୁମାନର ଶକ୍ତିଟା କେତେ। ଏହି ଶକ୍ତିର ସେହି
ମତେ ଏଥର ବିଦାୟ ଦିଅନ୍ତୁ ପ୍ରଭୁ ମତେ ଏଥର ବିଦାୟ ଦିଅନ୍ତୁ ଏଇ ଦେଖନ୍ତୁ ସ୍ୱାମୀ ପ୍ରଭୁ ହରିଶଙ୍କର ଦଶ ପିତାମହ ବ୍ରହ୍ମ ତାଙ୍କୁ ପ୍ରଣାମ କରନ୍ତୁ ସ୍ୱାମୀ ତାଙ୍କୁ ପ୍ରଣାମ राजा सिंहासन ପ୍ରଭୁ ଏଇଟା ତ